सदा शिवता तो हे पार्वती देवी कर अनुग्रह मोते अंबिका तुम्भ दैया हेले प्रभु गाई बंदई सारला मागो ब्रह्मांग नंदिनी मा वेद भार तू जात कले मा बंदई सारला गो ब्रह्मा धीना साखिता दो वेद भार पूजात कले मा गायक चिंतिले मा सुस्वरे रे धीना साखिता दो अव्यक्त पुराण कंठे आहा तू ही मोर जननी मामू धीना साखिता दो बाबू आज्ञा बुझीगलु मुझे वंदना गाइली तू बुझिलु कौन बोली बुझिलु रे आपण जो वंदना गाइले एटा कहा को बोइली मु माइकिना महापुरु बुझिलु तो या बुझिलु जो वंदना टी मु गाइली सेला माइकिना महापुरु करो माइकिना महापुरु से अंडीरा महापुरु की विनाश्रयात नवर्तन्ति कविता वनिता लता कवि माने कलाकार माने लेखक माने बिना आश्रय वर्तिबाटा असंभव बनिता गोटे झीटे स्त्री हवा हेले गोटे स्वामी प्रकाश्रय लोड़ा लताटे लगे गोटे आश्रय दरकार तेणु जगत जननी विश्व बंदनिया कल्याणमयी आद्याशक्ति कंठदेशवासिनी झंगड़वासिनी माँ सरस्वती की चिंता कले इमती तू कहू माइकिना महापुरु अंटरा महापुरु इमती बुझू कि तू सिंधी नहीं भावे छंदी देवता भावना जस्य देवता तस्य प्रथम कलाकार मानकर धर्म वंदना कार्यक्रम माँ सरस्वती कले जगन्नाथ वंदना करवा कौन कहले आहे मंदर गिरिधर गिरिधर सुंदर है अधीना दत्ता कंदर पतात सुदय घर है गिरिधर सुंदर है मंदर गिरिधर मंदर बोले गिरी पर्वत धारण करथिले किए से भगवान कृष्ण केते बड़ बयस रे जानिछु मंदर गिरिधर सुंदर जेते जगत रे सुंदर अछंती भगवान को सुंदर नहीं सुंदर तृप्तिर अवसाद नहीं जेते देखुथिले नुआ दिसु थाई तेणु मंदर गिरी धारण करथिबा भगवान कृष्ण से जोड़ी अक्षर महात्मा बहुत उच्चरे अच्छी कहीं गोटे घरे घर भीतर अंधार हो डिआसली काठिले माइले जदि आलोक प्रदान करे ये मनुष्य भीतर जिते पाप अर्जन कर भगवान जोड़ी अक्षर स्मरण कले सब जगह पाप खंडन हुए किमी जाना कृष्ण नाम रे कृष्ण नाम रे पाप क्षय करी
ଅକ୍ଷର ଯଦି ଭଗବାନଙ୍କ କଥାଟା ଟିକେ ହୃଦୟରେ ସ୍ମରଣ କରୁଛୁ ତୁଣ୍ଡରେ ଗାଇଛୁ କୃଷ୍ଣ ନାମରେ ପାପ କ୍ଷୟ ଯେତେ କରି ନ ପାରେ ପାପି ପାପ ତେତେ ନାଇଁ ଶୁଣୁ ତେଣୁ କୃଷ୍ଣ ନାମର ମହତ୍ଵ ଦେଖେ ତେଣୁ ସେଇ କୃଷ୍ଣ ଜନ୍ମ ହେଇକିରି କୋଉଠି ଜନ୍ମ ହେଲେ ବନ୍ଦୀ ଘରେ ମଥୁରାରେ ଯେତେବେଳେ କଂସ ଦେବକୀ କି ନେଇକି ବନ୍ଦୀ ଘରେ ରଖିଥିଲେ ବସୁଦେବକୁ ରଖିଥିଲେ କି କରୁଣାମୟ ପୁରୁଷ ସିଏ କି ଲୀଳାମୟ ପୁରୁଷ ସିଏ ସବୁ ଯାକ ବଡ଼ ବାଡ଼ ଖୋଲିଗଲା କ'ଣ ଖୋଲିଲା ବନ୍ଦୀ ଘର ଖୋଲିଗଲା ଶୃଙ୍ଖଳ ଖୋଲିଗଲା ଭଗବାନଙ୍କର କିନ୍ତୁ ଅପାର କରୁଣା ଦେଖେ ଯାହା ଉପରେ ଦୟା ହୁଏ କ'ଣ କରନ୍ତି ତେଣୁ ଗିରିଧର ସୁନ୍ଦର ତାଙ୍କୁ ସୁନ୍ଦର ବୋଲି ଆଖ୍ୟା ଦିଆଗଲା ଗିରି ବୋଇଲେ ପର୍ବତକୁ ଧାରଣ କରିଥିଲେ କେତେବେଳେ 8 ବର୍ଷ ସମୟରେ ଶୁଣୁ ଏ ଗୋବିନ୍ଦ 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 ପଦୁ ଗଳୁଛି ସେ ମକରନ୍ଦ ପାନ ଖେଳେ ତରିଲେ ଏ ସେ ବ୍ରଜ ନାରୀ ମନ ମୋରହୁ ମନ ମନିର କୃଷ୍ଣ ବୋଲି କୃଷ୍ଣ ବୋଲି ମତେ ଉଦ୍ଧାର ଭଗବାନଙ୍କୁ ସ୍ମରଣ କଲେ କ'ଣ ହୁଏ କୃଷ୍ଣ ନାମରେ ପାପ କ୍ଷୟ ଯେତେ କରି ନପାରେ ପାପି ପାପ ଦେତେ ଏଇଠି ପ୍ରମାଣ କଲେ କ'ଣ ନା 3ଟା ଗୋବିନ୍ଦ ଦେଲେ ଗୋଟେ ଗୋବିନ୍ଦ ଭଗବାନଙ୍କୁ ଯେତେବେଳେ କୋଳରେ ଧରିଥିଲେ ନନ୍ଦ ଧରିଥିଲେ କୋଳରେ ଗେଲ କଲେ ଭଗବାନଙ୍କୁ ତାଙ୍କ ଭାଷାରେ କ'ଣ କହିଥିଲେ କହିଲେ ଯାହା ମୋ ଭାଗ୍ୟଟା କେତେ ପରିବର୍ତ୍ତନ ହେଇଗଲା ପରମ ବ୍ରହ୍ମ ନାରାୟଣ ଆଜି ମୋହର ଜନ୍ମ ନେଇଛନ୍ତି ତାଙ୍କୁ ପାଇକି ମୋତେ ଭାଗ୍ୟବାନ ହେଇଛି କ'ଣ କହିଲେ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ସମୟଟା କେମିତି ଥିଲା ବାଜ ଶଙ୍ଖ ଭେରି ତୁରି ଭୁବନ ଆନନ୍ଦ ନନ୍ଦ ସମ୍ବଳିଆ ଗୋବିନ୍ଦ ନନ୍ଦ ଦେଇଥିଲେ ଗୋଟେ ନା ଆଉ କ'ଣ କେତେବେଳେ କିଏ ଦେଇଥିଲା ଯେତେବେଳେ ନନ୍ଦ ରାଜା ପୂଜା କଲେ ଇନ୍ଦ୍ରଙ୍କୁ କୃଷ୍ଣଙ୍କର ବାଲ୍ୟ ଅବସ୍ଥା କହିଲେ ବାପା ଏ ପୂଜାଟା ଆପଣ କାହାକୁ ଦଉଛନ୍ତି ନା ଇନ୍ଦ୍ରଙ୍କୁ ଦିଆଯାଉଛି ଦେଲେ କ'ଣ ଲାଭ ହବ ନା ମେଘର ଦାୟିତ୍ୱ ତାଙ୍କ ହାତରେ 4ଟା ମେଘର ଦାୟିତ୍ୱ ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ମେଘ ବର୍ଷା ହେଲେ ବୃଷ୍ଟିପାତ ହେଲେ ଶସ୍ୟ ଶ୍ୟାମଳା ହବ ଗାଭୀମାନେ ଚଳିବେ ଭଗବାନ କୃଷ୍ଣ କଲେ ନାହିଁ ଆଉ ଦବାନି କାହିଁକି ଆମେ ଗୋବର୍ଦ୍ଧନ ପୂଜା କରିବା ନନ୍ଦ କଲେ ବଗୁଲିଆ ପିଲା ଲୋକ ତୁ ଏ କଥା ଜାଣିନୁ ହେଲେ କୃଷ୍ଣ ତ ପିଲା ହେଲେ ମଧ୍ୟ କ'ଣ ହବ ଯିଏ କହିଲା ଭଳିଆ ଛାତୁରା କବାଟ ଖୋଲିଗଲା ଶୃଙ୍ଖଳ ଖୋଲିଗଲା ପିଲା ବେଳର କଥା ହେଲେ ମଧ୍ୟ ଜାଣିପାରିବୁ ନା କେମିତି କେତେ ଛନ୍ଦ ଜାଣେ ଲୋ ସହି ଏ ନନ୍ଦ ରାଜାର ଟିକି ପିଲାଟି କେତେ ଛନ୍ଦ ଟିକି ପିଲା ବୋଲି ଟିକି ପିଲା ବୋଲି ଚିରି ପକାଇଲା ବକାର ପାଟି କେତେ ଛନ୍ଦ ଜନମ କାଳେ ଏନ୍ତୁଡ଼ି ଶାଳେ କୁଆ କୁଆ ହୋଇ ରହିଣ କୋଳରେ କ୍ଷୀର ସହିତରେ ରହିଣ କୋଳରେ ପୁତନା ଅସୁରୀ ପ୍ରାଣ ନେଲାଟି କେତେ ଛନ୍ଦ ଜାଣେ ଏ ନନ୍ଦ ରାଜାର ଭଗବାନ କୃଷ୍ଣଙ୍କ ଲୀଳା ବାଲ୍ୟ ଲୀଳା ନା ନାଇଁ ଯେତେବେଳେ ଏ କଥାଟା ଚିନ୍ତା କଲେ ନନ୍ଦ ରାଜା ଇନ୍ଦ୍ରଙ୍କୁ ପୂଜା ଦେବା ପାଇଁ କୃଷ୍ଣ କ'ଣ କଲେ ଇନ୍ଦ୍ର ରୂପ ଧାରଣ କରିକି ସବୁ ଜାଗା ଭୋଗ ସାମଗ୍ରୀ ଗ୍ରହଣ କଲେ ସ୍ୱର୍ଗରେ ଭଗବାନ ଇନ୍ଦ୍ର ଏ କଥାଟା ଜାଣିଲା କହିଲା ଗୌଡ଼ ପିଲା କେଡ଼େ ବଡ଼ କଥାଟା କଲା କ'ଣ କଲା ଇନ୍ଦ୍ର ଶପଥ ଦିନ ବୃଷ୍ଟି କଲ ବଜ୍ରଘାତ ଛତ୍ର ଆକାର ଗିରିବର ଗୋପ ସମ୍ପଦ ରଖିଲେ ଏଠି ପ୍ରମାଣ ଆସିଲା ଗୋବର୍ଦ୍ଧନ ଧାରଣ କରିଥିଲେ ନା ନାଇଁ ତେଣୁ ମନ୍ଦର ଗିରିଧର ସୁନ୍ଦର କନ୍ଦର୍ପଙ୍କର ତାତ ସୁଦୟା କର ଭକ୍ତ କହୁଛନ୍ତି ଆଉ କ'ଣ କହିଲେ ସତ୍ୟ ଯୁଗେ ହରି ବିପ୍ର ରୂପ ଧରି ବଳିକି ଚାପିଲ ହରି ବଳିକି ଚାପିଲ ନାସି ହିରଣ୍ୟକୁ ବିଦାରି ନାସି ହିରଣ୍ୟକୁ ଅନ୍ତକୁ ପଇତା କଲ ହୃଦର ହେ ଚକ୍ରଧର ସ୍ତମ୍ଭରୁ ବାହାର ପ୍ରହ୍ଲାଦକୁ କଲ ସୁନାସି ରହେ ମନ୍ଦର ସତ୍ୟ ଯୁଗରେ ଭଗବାନ ଛୋଟ ପିଲାଟିଏ ହେଲେ
ବାମନ ଅବତାର ଧାରଣ କଲେ, 2.5 ଫୁଟିଆ ରୂପଟେ ହେଲେ, ବ୍ରାହ୍ମଣଙ୍କର ଯାହା ସାମଗ୍ରୀ କ'ଣ ତମ୍ବା ପାତ୍ରୀ ଧଇଲେ, ବେଦ ପୋଥି ଧଇଲେ, କୁଶବଟୁ ଧଇଲେ, ତେଣୁ ଯାହା ଯାହା ସବୁ ଢାଳୁଟେ ଧଇଲେ, ଗଡ଼ୁ ଧଇଲେ, ଏ ପ୍ରକାର ଯେତେବେଳେ ବ୍ରାହ୍ମଣିଆ ବେଶ ଧାରଣ କରିକି ଭଗବାନ କୃଷ୍ଣ 2.5 ଫୁଟିଆ ରୂପ ହେଇକିରି ଯାଇକି ପହଞ୍ଚିଗଲେ ବଳି ଦ୍ୱାରରେ, ବେଦ ଧ୍ୱନି କଲେ ହରି ଓಂ ବିଶ୍ୱ ବିଷ୍ଣୁଂ ବଷଟକାରଂ ଭୂତ ଭାବ୍ୟଂ ଭବତ ପ୍ରଭୁ ଭୂତକୃତ ଭୂତତ୍ ଭାବଂ ଭୂତାତ୍ମଂ ଭୂତ ଭାବନ भूतात्मं परमात्मासं मुक्तानं परमां गति आभयं पुरुषो साख्यो क्षेत्रजंघर एव च जोग जोग बिंदुआने त्वं प्रधानं पुरुषेश्वर बलिराजांगर कानरे पड़िला आहा केते सुंदर वेद ध्वनि के करूची मो सिंह द्वारे यज्ञमूले बसिथिले यज्ञमूले उठिले आसिकी पहुंची गले सेतेबेले शुक्राचार्य मंत्र मना करूछंदी केबे हेले ब्राह्मण को छोट बोली मन करिवनी काहेकि ना अलिनंग मलिनंग विप्राकिव्रत सूत्रचारिणा अभक्ष भक्ष देगाव घुसुरी कुसमूलिका तेणु जहाँ मध्य छोट हेले मध्य ब्राह्मण पिला सी ता भीतर बहुत किसी जिनिस अच्छी तेणु कौन से कर तार किसी स्थिर ना हेले मध्य बलिराजा शुणिलेनि कहीं मो द्वार जिते आसी जड़े ब्राह्मण पिला पहुँचले मुझे छाड़ी आसिक पहुँचले बोले प्रभु कौन आप कड़े आस कौन दरकार आपणकर सेतेबेले ब्राह्मण कहले किए से बामन अवतार धारी कहले गोटे मागिया बहुत दान दौर मुझे शुणिली तो मो कान पड़ा टे मागिया आसिली आज्ञा मोर किसी अभाव ना ए राज्य में जहाँ आप मागे सब जगह छाड़देवी कौन मागे कथा मागतु बलिराजा कहले एत मोर कौन हम मत जी दरकार से दिए ना मागतु सत्य कले मागिबी है जितेबले ए कथाटा कहले बामन रूपी सेतेबले बलिराजा सत्य करने गले पाखे शुक्राचार्य कहले सब सरीज आ कि रही कौन कले से शंखर मुहर गोटे माछी रहिले अरे जाता दवा इच्छा करुच्ची तू मझे कहीं बारण करुचु गोटे कुश था से जल निष्कासन करने धरले बामन रूपी भगवान कृष्ण से दिन गोटे आखि कणा शुक्राचार्य सेतेबले सत्य कले त्रिवार सत्य करुची संखेटे की पानी है संखेटे की एथकु साखी रहिले भगवान तो निजे जाइछन कि हम साक्षी रही दबु तो कौन देखा तू बड़ दानी बोलूचु तो देखा जिते तीन पाद भूमि भगवान बामन रूपी मागिले से बलिराजा हसिले कहले मोर एत अचला अचल संपत्ति हीरा लीला मोती माणिक वैदुर्य ये चारिपटे मोर सब प्रकार थुआ है ये किसी न मागी तीन पाद भूमि मागिल एथर कौन तुम कर आउ जापारे भीतर कथाटा कहीं जापारे श्रीमद भागवत अच्छी जहाँ अच्छी तत्व जानले तुटे भ्रांति भव सागर तरी जानती सब पुराण गोटे तत्व अच्छी अर्थ अच्छी महत्व अच्छी तेणु से प्रकार जिते बड़े बलिराजा बाहाली इच्छा कहले कथाटा चले ना तीन पाद भूमि दरकार मत मागंतु कौ पादरा आप ने चका चका पाद होता भगवान पाद बढ़ेले सी एमती पाद बढ़ेले जे स्वर्ग मर्त्य दीटा को पड़ेगा आउ कौटी अच्छी कौन तीन पाद गोटे पाद भूमि दबू कह बलिराजा लंबा हो पहले एडे बड़े ज्ञानी होते कहले आउ कि कहवा दरकार नहीं जाणी आप निजे स्वयं आसी तेणु मस्तक बढ़ेदेले सत्य जुगे हरि विप्र रूप धरी बड़िकी चापिल पातालपुर ना से हिरण्य विदारी ताबुकु अंतकु पैता कल हृदर हे चक्रधर स्तंभरु बाहर स्तंभरु बाहर प्रहलाद को कल सुना शिर ना सत्य जुगे हरि विप्र रूप धरी बड़िकी चापिल पातालपुर ना से हिरण्य विदारी ताबुकु अंतकु पैता कल हृदर हे चक्रधर स्तंभरु बाहर प्रहलाद को कल सुना शिर प्रहलाद कि जन्म होता रे गोटे असुरकर भूल नाई कयाद बोली हूँ स्त्री कार हाँ जिते बड़े तपस्या करने गला से माया गोटे भगवान कले जो जगार से भगवान शंकर शिव ना जप कला ओम नमः शिवाय सियाड़ू आसला रिप्लाई आसला ओम भगवते वासुदेवाय ए कथा जिते व्यतिक्रम घटिला तपस्या करें से हिरण्यकश्यप निज मंदिर को फेरिले स्त्री को ना है कयादु सदा बेले मन पकईले कथाटा भगवान कथा मन पकईले स्वामी जाइल कौन असुविधाटा है
ନା ମୁଁ ଯେଉଁ ଜାଗାରେ ତପସ୍ୟା କଲି ସେ ଜାଗା ଗୋଟେ ପକ୍ଷୀ ଥିଲା, ସେ ଭଗବାନ ସେଇ ଯେଉଁ କୃଷ୍ଣ କଥାଟା କହିଲା ଭଗବତ ବାସୁଦେବାୟ, ମୁଁ ଯେଉଁ ଜାଗାରେ କହିଲି ସେ ସେଇ କଥାଟା କହିଲା। ଏ କଥାଟା କହିବା ଯେଉଁ ଖାଇଲା ବେଳେ ପଚାରିଲେ, ବସିଲା ବେଳେ ପଚାରିଲେ, ଯେତେବେଳେ ବିଶ୍ରାମ ସ୍ଥଳରେ ଅଙ୍କ ପଲଙ୍କ ସାଇକି ଅଛନ୍ତି, କହିଲେ ସ୍ୱାମୀ ଆଜି କେଡ଼େ ବଡ଼ ବେଳାଟା ଖରାପ ଥିଲା, ଆପଣ ମନରେ ଆଜି ଦୁଃଖ ଲାଗିଥିବ, କ'ଣ ହେଲା କଥାଟା ଏମିତି ପଚାରୁଥାନ୍ତି, ଇଆଡ଼େ ହିରଣ୍ୟକଶ୍ୟପ କହୁଥାନ୍ତି। ଯେତେବେଳେ ବୀର୍ଯ୍ୟ ସ୍ଖଳିତ ହେଲା ପ୍ରହ୍ଲାଦ ସ୍ଥାନ ନେଲେ ସେଇଠି, ଯେତେବେଳେ ଅବତୀର୍ଣ୍ଣ ହେଲେ ଭୂମିଷ୍ଠ ହେଲେ ପ୍ରହ୍ଲାଦ, ସେତିକି ବେଳେ ତାଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ହିରଣ୍ୟକଶ୍ୟପ କହିଥିଲା ଯଦି ବଞ୍ଚିବୁ ଦିନା କେତେ କୃଷ୍ଣ ନ ଭଜ, ଆରେ ଯଦି ତୁ କୃଷ୍ଣକୁ ଭଜି ଅଳପ ଦିନେ, ସେଇ କଥାଟା ହେଲା। କ'ଣ ହେଲା? ଜୀବନଟା ଚାଲିଗଲା ସିନା, କିନ୍ତୁ ଭଗବାନଙ୍କ ପ୍ରତି ତାର ବିଶ୍ୱାସ, ଗାଢ଼ ବିଶ୍ୱାସ ଆସିଲାନି। ଯେତେବେଳେ ସ୍ତମ୍ଭରେ ବାହାର କରି ଦେଖା ବୋଲି କହିଲେ, ସେତେବେଳେ ସ୍ତମ୍ଭରୁ ବାହାରିଲେ। ଏଠି ଆପଣ କବି ଲେଖିଲେ ସ୍ତମ୍ଭରୁ ବାହାରିଲେ ଭଗବାନ, ସତ୍ୟ ଯୁଗ ହରି ବିପ୍ର ରୂପ ଧରି ବଳିକି ଚାପିଲ ପାତାଳପୁର, ନା ସେ ହିରଣ୍ୟକୁ ବିଦାରି ତାବୁକୁ ଅନ୍ତକୁ ପଇତା କଲ ହୃଦର। ହେ ଚକ୍ରଧର, ସ୍ତମ୍ଭରୁ ବାହାର, ପ୍ରହ୍ଲାଦ ଲାଗି ସ୍ଥାନ ଦେଲ, ଇନ୍ଦ୍ରପଦରେ ସ୍ଥାନ ଦେଲ, ସତ୍ୟ ଯୁଗରେ ଲୀଳା କଲ। ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର, ହରି ଦଶରଥଙ୍କର ଜ୍ୟେଷ୍ଠକୁ ଶିଳା ନାରୀ କଲ, ଶିଳା ନାରୀ କଲ, ଲଙ୍କାକୁ ବମିଲ ହେ ରଘୁବୀର, ଶିଲ ସର ନାସିଲ ଶିର ହେ ଦଶ କନ୍ଦର, ହନୁକୁ ଦେଇଛ ଅଭୟ ହେ ମନ୍ଦର ଗିରିଧର। ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର ଜ୍ୟେଷ୍ଠ କୁମାର, ଭଗବାନ ଜନ୍ମ ହେଲେ ଅଯୋଧ୍ୟାରେ, ଲାବଲ୍ୟମୟ ପୁରୁଷ କଳା ନେଇକି ଆସିଛନ୍ତି, ଯାହାକି ସଂସାରକୁ ଦିଗ୍ଦର୍ଶନ ଦେଇଛନ୍ତି, ପଥ ଅନୁସରଣ କରିଛନ୍ତି। ଯଦି ଶିକ୍ଷାଦାନ କରିବାକୁ ଇଚ୍ଛା, ରାମଚନ୍ଦ୍ରଙ୍କର ସେଇ ଯେଉଁ ଲୀଳା ତାରି ଉପରେ ଟିକେ ଆଖି ପକାଇବା ଦରକାର। କାହିଁକି ନା ଭାତୃସ୍ନେହ ତାଙ୍କଠୁ ଶିଖିବ। ତିନି ଭାଇ ଯାକ ଯେତେବେଳେ ସେବା କରନ୍ତି ବଡ଼ ଭାଇଙ୍କର, ବଡ଼ ଭାଇ ଯେତେବେଳେ ସେବା କରନ୍ତି ବାପାଙ୍କର, ଯେତେବେଳେ ଅଯୋଧ୍ୟାବାସୀ ଆଜି ଚିନ୍ତାମଗ୍ନରେ ଅଛନ୍ତି, ଭଗବାନ ରାମଚନ୍ଦ୍ର ବନବାସ କରି ଯାଉଛନ୍ତି, କୋଉ ଭଳିଆ ସ୍ନେହ ସେ ବାଣ୍ଟିଥିଲେ, ଶ୍ରଦ୍ଧା ବାଣ୍ଟିଥିଲେ, ଭଗବାନ କିନ୍ତୁ ଭକ୍ତି ଦେଖେଇଥିଲେ ପ୍ରଜାମାନେ, ସେଠୁ ଶିଖିବା ଦରକାର। ତେଣୁ ଏଇଠି କଥା ଅଛି, ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର ଜ୍ୟେଷ୍ଠ କୁମାର, ଶିଳା ନାରୀ କଲ, କାହାକୁ? ଗୌତମଙ୍କ ସ୍ତ୍ରୀ ଅହଲ୍ୟା ପାଷାଣ ହେଇଥିଲେ, ଉଦ୍ଧାର କଲେ ଭଗବାନ। ଶିଳା ଭସେଇଲ, ସେତୁବନ୍ଧ ବାନ୍ଧିଲ, ଲଙ୍କାକୁ ଗଲ, ରାବଣକୁ ବିନାଶ କଲ। ସେତେବେଳେ ବିଭୀଷଣ ମାନେ ଦିଗ୍ଦର୍ଶନ ପୁରୁଷ, ସିଏ ଗୋଟେ ଅବତାରୀ ପୁରୁଷ, ସେ କ'ଣ କହିଥିଲେ? ଯେତେବେଳେ ସିଂହାସନ ପରେ ବସିଛନ୍ତି କିଏ? ସେ ଦଶାନନ ରାବଣ। ଗୋଟେ ଦୂତ ଯାଇକିରି କହିଲା, କ'ଣ କହିଲା? ପୂର୍ବ ଦେବତା ସରବରି ଭରତା ଆରେ ଅଶୋକ ବନେ ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ, ହାସ୍ୟ ହାସ୍ୟ ଏ ଭାସି ଭାସିଲା କ'ଣ କହିଲା? ନାରୀ ବିହୁନେ ବାରିଧିନୀରେ ତନୁ ଝାସିବା ପାଇଁ ଆସିଥିବ। ଯାଇକି ଦୂତ କହୁଛି ରାବଣଙ୍କୁ, ପୂର୍ବ ଦେବତା ସର୍ବରୀ ବୋଲେ ରାତ୍ର, ଭର୍ତ୍ତା ବୋଲେ ନିଶାକର, ଯାଇକି ଜଣାଉଛି ପୂର୍ବ ବୋଲେ ଅସୁର, ରାବଣଙ୍କୁ କହୁଛନ୍ତି। କ'ଣ କହିଲେ? ଦୂତ ବାର୍ତ୍ତା କଲା ପ୍ରକାଶ କ'ଣ ବୋଲି କହିଲା? କହିଲା ଅଶୋକ ବନରେ ଶୋକାତୁରରେ ଥିବା ବଧୂ ଯିଏ ସୀତା, ବନ୍ଧୁ ବୋଲେ ରାମଚନ୍ଦ୍ର, ସିନ୍ଧୁ ବୋଲେ ସମୁଦ୍ର କୂଳରେ ଆସିକି ପହଞ୍ଚିଗଲେଣି। ରାବଣ ଟିକେ ହସି ଲାଗଲା, ହାସ୍ୟ ରସରେ ଭାସି ଭାସିଲା ସଗ୍ରୀବ, କହିଲା ନାରୀ ବିହୁନେ ତା ସ୍ତ୍ରୀ କି ତ ମୁଁ ଚୋରି କରିକି ଆଣିଲି, ମୋ ସାଙ୍ଗେ ଯୁଦ୍ଧ କରିକି କିଛି କରିପାରିବନି, ଜଳରେ ବୁଡ଼ିକି ମରିବାକୁ ଆସିଛି। ସେତିକି ବିଭୀଷଣ ଉଠିଲେ, କହିଲେ ଭାଇନା ଏଇଟା ଠିକ କହିଲନି। ବୋଇଲା ଅନୁଜ ପବନ ତନୁଜ ହେ, ଆରେ ଗମନୁ ଯାଇଛି ଦେଖା ଯେ, ଆରେ ଟେକିଲା ଏ ଖର ଗାତ୍ର ଗୋତ୍ରାନ୍ତ କହେ ଗାତ୍ର, ପ୍ରଜ୍ୱଳ ଜଳ ଶିଖା ଯେ, କୋପେ ଲଙ୍କେଶ କୋପେ, আরে কম্পিও নাইলা নিন্দ আরে প্রশস্ত মস্তক হস্ত ন্যস্তক শান্ত কলা ভাষা চন্দনে বইলা অনুজ বলে বিভীষণ রাবণ সান ভাই কহিলা ভাই না বহিলা অনুজ পবন তনুজ গমনু যাইছি দেখা যায় যে মালিক সিন্ধু সমুদ্রে বুড়িকি মরিয়া ভাবুছ আপন সিଏ নুহ
ଯାହାର ଦୂତ ଆସିଥିଲା ଲଙ୍କାକୁ ଏମିତି ଗୋଟେ କାର୍ଯ୍ୟ କରିକି ଯାଇଛି ଆଜି ପର୍ଯ୍ୟନ୍ତ ବଢେଇ ନାହାନ୍ତି କବାଟ ତିଆରି କରିବା ପାଇଁ ଭଙ୍ଗା ଘରେ ପଡ଼ିଛନ୍ତି। ତେଣୁ ତାର ମାଲିକଟା ଆସୁଛି ବୁଡ଼ିକି ମରିବା ପାଇଁ। ଏଇଟା ଆପଣ ଠିକ କହିଲେନି। ବୋଇଲା ଅନୁଜ ପବନ ତନୁଜ ଗମନୁ ଯାଇଛି ଦେଖାଯେ ଟେକିଲା ଖରଗାତ୍ର ଗୁନ୍ତ୍ରାତ୍ମକ ପ୍ରଜ୍ୱଳ ଜଳନ ଶିଖାଯେ ରହିଲେ ରାବଣ କୋପେ ଲଙ୍କେଶ କମ୍ପିୟ ଲାଇଲା ଲିନ୍ଦନେ। ସେତେବେଳେ ପାଖରେ ଥିଲେ ପ୍ରଶସ୍ତ ମସ୍ତକ ହସ୍ତ ନ୍ୟସ୍ତ କରି ଶାନ୍ତ କଲେ ଭାଷା ଚନ୍ଦନେ। ଯାହା ତା ଭାଇ ଭାଇ ଭିତରେ ଏମିତି କଳିକୁଜା କରିବାଟା ଭଲ ହେଲାନି ନା ନାଇଁ। ଏଠି କଥା ହଉଛି ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର ଜ୍ୟେଷ୍ଠ କୁମର ଶିଳା ନାରିକଲ ଶିଳା ଭସେଇଲ ଲଙ୍କାକୁ ଗଲ ରାବଣକୁ ବିନାଶ କଲ। ଆପଣ ଲୀଳା କଲେ ତ୍ରେତୟା ଯୁଗରେ। ଆଉ କଣ କଲେ ଦ୍ୱାପର ଯୁଗରେ ଦେବକୀ ଗର୍ଭରେ ଜନମୀ ବଢିଲା ହରି ଜନମୀ ବଢିଲା ଅଙ୍ଗୁଷ୍ଠୀରେ ଟେକିକି ଇନ୍ଦ୍ର ରାଜା ଗର୍ଭ କରିଲ ଚୁର ମୁରଲି ଧରନା ମାମୁଙ୍କୁ ମାରିଲ ମଞ୍ଚାଉ। ଦ୍ୱାପର ଯୁଗରେ ଭଗବାନ ଜନ୍ମ ହେଲେ ଦେବକୀ ଗର୍ଭରେ ବଢିଲେ ଯାଇକି ଗୋପପୁରରେ ଜନମୀ ବଢିଲା ନନ୍ଦ ମନ୍ଦିର ଅଙ୍ଗୁଷ୍ଠୀରେ ଟେକିକିରି ଗୋବର୍ଦ୍ଧନ ଇନ୍ଦ୍ର ରାଜା ଗର୍ଭ କରିଲ ଚୁର ମୁରଲୀଧର ନାମ ନଟବର ମାମୁଙ୍କୁ ମାରିଲ ମଞ୍ଚା ଉପର। ତେଣୁ ଲୀଳାମୟ ପୁରୁଷ ଇଏ ତିନି ଯୁଗ ସରିଲା କଳି ଯୁଗ ଆସିକିରି ପହଞ୍ଚିଲାଣି। ଏ କଳି ଯୁଗରେ ବୌଦ୍ଧ ରୂପରେ ବିଜେ କରିଅଛ ପ୍ରଭୁ ବିଜେ କରିଅଛ ଦୁଃଖୀ ଲୋକ ଧନ ପତିତ ଦୁଃଖୀ ଲୋକ ଧନ ବାନା ଉଡ଼ାଉଛ ନୀଳ ଚକର କରୁଣା କର ହେ ବଡ଼ ଠାକୁର କରୁଣା କର ହେ ଦୁଃଖୀ ଶ୍ୟାମ ଦାସ ତବ କି କଳି ଯୁଗରେ ଭଗବାନ ମୌନ ଅବତାର ଧାରଣ କରିଛନ୍ତି। ହେଲେ ଆମ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଆପଣ ଯେତେ ମନ୍ଦିର ଯିବେ ଭାରତ ବର୍ଷରେ ଯେତେ ମନ୍ଦିର ଯିବେ ଜଗନ୍ନାଥ ମନ୍ଦିର ଭଳିଆ ମନ୍ଦିର ପାଇବେନି। 4ଟା ଧାମ ଅଛି ଆପଣଙ୍କ ପାଇଁ ନା ନାଇଁ ଜଗନ୍ନାଥ ଧାମ ଦ୍ୱାରିକାନାଥ ଧାମ ବଦ୍ରୀନାଥ ଧାମ କାଶୀନାଥ ଧାମ। ଭଗବାନ କୋଉଠି ବିଶ୍ରାମ ନିଅନ୍ତି କୋଉଠି ଭୋଜନ କରନ୍ତି କୋଉଠି ଲୀଳା କରନ୍ତି ଏସବୁ ପ୍ରଭୁଙ୍କ ଲୀଳା ନା ନାଇଁ। ତେଣୁ ଆଉ ଜଣେ ଭକ୍ତ କହିଲେ ପ୍ରଭୁ ମୁଁ ଦେଖିଲି ଇଏ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ଦେଉଳ ଯେତେ ଅଟ୍ଟାଳିକା ଯେତେ ମନ୍ଦିର ଦେଖିଲି ଆପଣଙ୍କଠୁ ଆଉ ଅଧିକା କେହି ନାହାନ୍ତି। କାହିଁକି ଗୋଟେ ଜିନିଷ ଆପଣମାନେ ଦେଖନ୍ତୁ ଯେତେବେଳେ ମହାଲକ୍ଷ୍ମୀ ଚଟୁଡ଼ା ଧରିକି ଯାଆନ୍ତି ରୋଷେଇ ଘରକୁ ସେତେବେଳେ ରୋଷେଇ କରନ୍ତି ମା ଅନ୍ନପୂର୍ଣ୍ଣା ରୋଷେଇ କରିକି ଆସିବା ଅବସ୍ଥାରେ ସେଇଟା ଯାଏ ବିମଳାଙ୍କୁ ସମର୍ପଣ ହେବା ପାଇଁ ସେଇଟା ବଡ଼ ଆନନ୍ଦ ବଜାରକୁ ଯାଏ। ତାପରେ ପ୍ରସାଦ ସେବନ କରିବା ପାଇଁ ବିଭିନ୍ନ ପ୍ରକାର ମଧ୍ୟ ଭକ୍ତମାନେ ଅପେକ୍ଷା କରିଥାନ୍ତି। ତେଣୁ ଜଣେ ବାୟକ ଆମର ଥିଲା ଆଜ୍ଞା ସୁନ୍ଦର ବାୟକଟିଏ ବଡ଼ ଜ୍ଞାନୀ ଲୋକ ସିଏ ଆଉ ନାହାନ୍ତି। ସେ ଯୋଡ଼ିଏ ପଦ ଲେଖିଛନ୍ତି କହିଲେ ଚାଉଳରୁ ଭାତ ସବୁଠି ରନ୍ଧାତ ଏ ଭାତରୁ ଚାଉଳ ଯେଉଁଠି ହୁଏ ମିତଣି ମୋ ଜଗନ୍ନାଥ ଧାମ ସିଏ ମିତଣି ମୋ ଜଗନ୍ନାଥ। ଆରେ ମାଡ଼ ଦବା ଲୋକ ଦଣ୍ଡ ନାହିଁ ତାକୁ ଏ ମାଡ଼ ଖାଇ ଲୋକ ପାଉଣା ଦିଏ ମିତଣି ମୋ ଜଗନ୍ନାଥ ସିଏ ମିତଣି ମୋ। ଦେଖନ୍ତୁ ଚାଉଳରୁ ଭାତ ଚାଉଳ ପକେଇଲେ ଅନ୍ନ ରୋଷେଇ ହେଲା ସବୁଠି ରନ୍ଧା ତ କିନ୍ତୁ ଭାତରୁ ଚାଉଳ କୋଉଠି ହୁଏ ଆଉ କୋଉଠି ଖଳା ନାହିଁ ନିର୍ମାଲ୍ୟ ବୋଲି ଜିନିଷ କିଛି ନାହିଁ। ମଲାବେଳେ ଆପଣ ଯେମିତି ନିର୍ମାଲ୍ୟ ପାଣି ଦଉଛନ୍ତି ଜଣେ ତାର ଯାହା ପାପ ଥିଲା ଖଣ୍ଡନ କରିକି ସ୍ୱର୍ଗଗାମୀ ହେଉଛି ହରିବୋଲ ପଡୁଛି ରାମ ନାମ ସତ୍ୟ ହରି ନାମ ସତ୍ୟ କୁହାହଉଛି। ତେଣୁ କହିବାର ତାତ୍ପର୍ଯ୍ୟ ଚାଉଳରୁ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ ଯେଉଁଠି ହୁଏ ମିତଣି ମୋ ଜଗନ୍ନାଥ ଧାମ ସିଏ। ମାଡ଼ ଆପଣ କାହା ଗୋଟେ ଦେଇଲେ ସେ ମୋତେ ଟିକେ କ୍ରୋଧାଚନ କରିବ ଦୁଃଖ ପ୍ରକାଶ କରିବ ଆପଣଙ୍କୁ ରିପ୍ଲାଏ ଦେବ କିନ୍ତୁ ଏମିତି ଗୋଟେ ଯା ଯେତେବେଳେ ବେତ ବାଡ଼ ଆଉ ଦେହରେ ବାଜୁଛି ସିଏ ଓଲଟା କହୁଛି ମୋତେ କ'ଣ ଦିଅ ପଣ୍ଡାମାନେ କହୁଛନ୍ତି ମାଡ଼ ଖାଇ ଲୋକ ପାଉନାହାନ୍ତି। କେଡ଼େ ସୁନ୍ଦର ଜାଗା କି ସୁନ୍ଦର ଭଗବାନ ଲୀଳା। 3 ଯୁଗରେ ଭଗବାନ ଅବତାର କରିକି ଲୀଳା କରି କରି ଆସୁଛନ୍ତି କଳିଯୁଗରେ ମଧ୍ୟ ଅବତାର କମ ନୁହଁ କି ଲୀଳା କରିକି ବସୁଛନ୍ତି। ଆଉ ସେଇ ଭକ୍ତ କହିଲେ ଚାଉଳରୁ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ ଯେଉଁଠି ହୁଏ ମିତଣି ମୋ ଜଗନ୍ନାଥ ଧାମ ସିଏ। କହିଲେ କ'ଣ
ଏ ଦର ଗଢ଼ା ଦିଅ ନାହିଁ ଗୋଡ଼ ହାତ ଦର ଗଢ଼ା ଦିଅ ନାହିଁ ଗୋଡ଼ ହାତ ପୂର୍ଣ୍ଣ ବ୍ରହ୍ମ ବୋଲି କୁହନ୍ତି ଜଗତ ପୂର୍ଣ୍ଣ ବ୍ରହ୍ମ ବୋଲି କୁହନ୍ତି परम ब्रह्म पीड़ कुबलय दल फुल नयन निवास नीलाद्र निहित चरणानंद शिरसी रसानंद राधा सरसव पुरा लिंगन सुखो जगन्नाथ स्वामी नयन पथगामी भव तुम्हें प्रभु लीला कि देखे तेणु आउ पदे कहले केड़े सुना रूपा कौन अभाव अच्छे भगवान खाऊँ कौतरे मोहन मोहन सुना रूपा थाई दर पोड़ा माटी हांडी रे भुंजई मोहन मोहन सुना रूपा थाई दर पोड़ा माटी हांडी रे भुंज ए भलिया दिए गुट देखिछु अरे बड़ भाई बड़ देव थाऊ थाऊ ये सान भाई बड़ ठाकुर हुए मितणी मो जगन्नाथ सीए मितणी मो जगन्नाथ तेणु सत्य गला त्रेतया गला द्वापर गला कली जुगला भगवान लीलामय पुरुष निवेदन करी प्रमोद भाई ना 5 मिनट भितर बंद करने ठीक है तेणु चारि जुगे भगवान लीला कले ए पर्यंत गायकी आसिले हेले जणे कहले भक्त कहले प्रभु आपण लीला करूछन सत चारि जुगरे एबे कली जुगरे जगन्नाथ की पूजा पाउछंदी किंतु गोटे दृष्टि मु देखिबा पाउछि आपणकर श्रीक्षेत्र किछि नाही किछि नाही किछि आपण कोन अछंदी महालक्ष्मी गंडे खाइया को दउछंदी बोली आपण पड़ी खाई अछंदी नहले किछि नाही आपणकर सुनु किछि नाही बोली कोन आश्चर्य कथा आउ लिखिथिले अन्नपूर्णार डायरेक्टर टांगना हला गुरु गोपी कृष्ण मेहरा सुंदर पद तांकर लिखाइछि प्रभु जगतनाथ जगन्नाथ आपण चारु लीला कले सत कथा किंतु कली जुगरे आपण बसितंदी किंतु मां महालक्ष्मी दबारु आपण खाउछंदी किमिति देले तले खाइले कोन तले जगन्नाथ नाही बोली किमिति जानिबा महालक्ष्मी बोली किमिति जानिबा से लिखिले कोन कहिले महालक्ष्मीकर किमिति अछि जगन्नाथकर किछि किमिति नाही से कहले जगतपति कुहंतु निरोलारे भाबी चिंती एमिति हेला केमी जगतपति एमिति हेला जगतपति तुम नाम रे किया हुरी पड़े दुनिया तुम ना मो माना रे तो पटा पाउती एमिति जगतपति एमिति कहले पटा पाउती सब माँ ना बाहरुची तम ना जगन्नाथ किसी बाहरलानी कहीं बाहरलानी जोटा श्री थी से महालक्ष्मीकर जोटा श्री नथिबो से जगन्नाथंकर तेणु देखा श्रीक्षेत्र भितर श्री केते अच्छी श्री केते नाही कहले श्री बड़ दांडे करुछ श्री गुंडीचा श्री नील चक्रे उड़ाई दई छने तो श्री बड़ सिंहार श्री तुलसी हार श्री बड़ सिंहार श्री तुलसी श्री महाप्रसाद जार कैवल्य बोली बोलती एमिति श्री बड़ दांडे करुच श्री गुंडीचा जात महालक्ष्मीकर श्री बड़ दांड श्री गुंडीचा जात श्री नीलचक्र श्री बड़ सिंहार श्री तुलसी हार श्री महाप्रसाद कहीं प्रभु तुम ना तो बाहरलानी आ कौन तुम सब कह मोर मोर होगी किछि ना सिमितिका माँ मोर जाए सबू सही से रागिले आउ कही रखंता आहा पुराण कार जते लिखि आहा पुराण कार जते लिखि पचारि बुझंतु टिके गोपीर एहि मिनति हेला निखिल उत्कल पाला परिसर वर्तमान गायक माने उपस्थित जहा आज महाप्रभु चंडीहर आशीर्वाद आम समस्त एकाठी हो पारिचे गोटे सूतार माड़ गुंथिला भाया समस्ते आज एकाठी कलाकार भाई माने आमर धर्म है आमर कार्यक्रम आम टे बंद करवा दायित्व दबा तेणु जिते तरकारी आप हंडा बसई थे शेष में कौन दरकार कहल छुंक टे दरकार दासिकिटा है कौन ठुका ठुका कौन गाइले कौन किसी है तो
ୟାଙ୍କର ସ୍ୱତନ୍ତ୍ରତା ଗୋଟେ ଅଛି କାରଣ ମୌଳିକତା ଘରଟା ଆମର ସ୍ୱରଣ ମୁଁ ଯାଇ ଗମ୍ଭାରୀମୁଣ୍ଡା ରହିଲି 25 ବର୍ଷ ହେଲା ଏବେ ପ୍ରଚାର କରିଥିଲୁ ଜାଣିଲ ଆମ କଲେକ୍ଟର କହିଥିଲେ ସେତେବେଳେ ଡିସିଓ କହିଲେ ହେଲା ଏ ଯାହା ତ କରିବ କିନ୍ତୁ ମୌଳିକତା କେତେବେଳେ ହଜେଇବନି ବଞ୍ଚେଇ ରଖିଥିବ ଦାସକାଠିଆ ପ୍ରାଧାନ୍ୟ ଦିଆହେଉଛି ସରକାରୀ ସ୍ତର ସାହାଯ୍ୟ ଦିଆଯାଉଛି ତମକୁ ମଧ୍ୟ ଉତ୍ସାହିତ କରାହେଉଛି ତେଣୁ ତମେ ଟିକେ ବଞ୍ଚେଇ ରଖିବ ତେଣୁ ଶେଷରେ ଟିକେ ଛୁଙ୍କ ଦେଇ ବନ୍ଦ କରିଦେବା କ'ଣ କହିଲେ ଏ ଜୟ ଜୟ ଜଗନ୍ନାଥ ଯଶୋଦାଟିଆ ଜୟ ଜୟ ଜଗନ୍ନାଥ ନିପ ମୂଳେ ଠିଆ ଜୟ ଜୟ ଜଗନ୍ନାଥ ବଂଶିକା ଗଳିଆ ଜୟ ଜୟ ଜଗନ୍ନାଥ ମୟୂର ଝାଲିଆ ଜୟ ଜୟ ଜଗନ୍ନାଥ ଚନ୍ଦ୍ରିକା ଚୁଳିଆ ଜୟ ଜୟ ଜଗନ୍ନାଥ ଗୋଜ ଧୂଳିଆ ଜୟ ଜୟ ଜଗନ୍ନାଥ ଶ୍ରଦ୍ଧାବାଲିଆ ଜୟ ଜୟ ଜଗନ୍ନାଥ ପିତ୍ତବସନିଆ ଜୟ ଜୟ ଜଗନ୍ନାଥ ସମୁଦ୍ର କୂଳିଆ ଜୟ ଜୟ ଜଗନ୍ନାଥ ଜଗତର ଗୁରୁ ନାମକୁ ହଇୟ ଛଳା ମହାମେରୁ ଜୟ ଜୟ ଜଗନ୍ନାଥ ପତିତ ପାବନ ଜୟ ଜୟ ଜଗନ୍ନାଥ ମଦନ ମୋହନ ଜୟ ଜୟ ଜଗନ୍ନାଥ ପ୍ରଭୁ ସୀତାରାମ କୁମ୍ଭଦୟାହର ପ୍ରଭୁ ଜୟ ଜଗନ୍ନାଥ ନାଥ ନାଥ ରକ୍ଷ ରକ୍ଷଣ দ্বিজ প্রমোদর বাঞ্ছা পুরী যাও তুম্ভ নাম ধরি হে হরি তুম্ভ নাম হে হরি তুম্ভ সর্বে ভবন্তু সুখিনং সর্বে সন্তু নিরাময়া সর্বে ভদ্রাণি পশ্যন্তু মা কষ্ট দুঃখ ভাগ ভবেত যদা যদা হি ধর্মস্য গ্লানির্ভবেতি ভারতং अभ्युत्थानमधर्मस्य तदात्मानं सुजाम्यहं परित्राणाय साधूनां विनाशाय चतुष्कृतं धर्म संस्थापनार्थाय संभवामि युगे युगे हरि ओं पूर्णाहमादाः पूर्णाहमिदाः पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवं वसिष्यते हरि ओं शान्तिः हरि ओं शान्तिः हरि ओं शान्तिः